जय जगन्नाथ पिलाମାନେ ତୁମମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲିପୋ କ୍ଲାସେସ୍କୁ ସ୍ୱାଗତ। ତ ଆଜିର ଭିଡ଼ିଓରେ ପିଲାମାନେ ଆମେ ଦେଖିବା କି +3 ଫାର୍ଷ୍ଟ ସେମିଷ୍ଟାର କମ୍ପଲସରି ପେପର୍ ଯାଇକି ରହିଛି ଆମର BSc ଏନଭାୟରମେଣ୍ଟାଲ ଷ୍ଟଡିଜ୍ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ। ତ ତାର ଆମ ୟୁନିଟ୍ 1ର ଆଜି ଆମେ 8 ମାର୍କ କ୍ୱେଶ୍ଚିନ୍ ଗୁଡ଼ିକୁ ଆଜି ଆମେ ଆଲୋଚନା କରିବା। ତାହେଲେ ଆଉ ଡେରି ନ କରି ଚାଲ ପିଲାମାନେ କ୍ଲାସ୍କୁ ଷ୍ଟାର୍ଟ କରିବା ଏବଂ ପ୍ରଶ୍ନଗୁଡ଼ିକ ବିଷୟରେ ଆମେ ଆଲୋଚନା କରିବା। ତ ପିଲାମାନେ ଦେଖ ମୁଁ ତୁମକୁ ଏଠି କହି ରଖିବାକୁ ଚାହୁଁଛି ତ ଏ ଯେଉଁ ଆମର ଯେତୋଟି କ୍ୱେଶ୍ଚିନ୍ ରହିଛି ବା ତ 15ଟି ନା 20ଟି ଏମିତି କ୍ୱେଶ୍ଚିନ୍ କିଛି ରହିଛି 20-25ଟି କ୍ୱେଶ୍ଚିନ୍ ରହିଛି ବୋଧେ ଆମର ଏଠି ତ ଦେଇଛି। ସେ ଯେଉଁ 20ରୁ 25ଟି ଭିତରୁ ମୁଁ ଯେଉଁଟା ଇମ୍ପୋର୍ଟାଣ୍ଟ ସେଗୁଡ଼ିକ ହିଁ କହିବି, ଅନାବନା କ୍ୱେଶ୍ଚିନ୍ କିଛି କହିବିନି କାରଣ ଏକ୍ଜାମ୍ ପାଖେଇ ଗଲାଣି। ତା ସହିତ ତୁମ ମନରୁ ମଧ୍ୟ ଅନାବନା କିଛି ମନେ ରଖିବା ଦରକାର ନାହିଁ ଯେଉଁଟାକି ଏକ୍ଜାମ୍ରେ ଆସୁନି। ତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଗୁଡ଼ିକୁ ମୁଁ କହିଦେବି। ଆଉ ଦେଖ, ତ ପ୍ରଥମ କ୍ୱେଶ୍ଚିନ୍ କହିଲା ପିଲାମାନେ ପରିବେଶର ଅର୍ଥ କ'ଣ ଏବଂ ଏହାର ବିଭିନ୍ନ ଉପାଦାନ ବିଷୟରେ ବର୍ଣ୍ଣନା କର। ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ଟା ଆସିପାରେ, ହେଲା ଆସିପାରେ, ସେମିତି ଗ୍ୟାରେଣ୍ଟି ନାହିଁ ବଟ୍ ଆସିପାରେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ଟା। କିନ୍ତୁ ସାଧାରଣ ଭାବେ ପରିବେଶ କହିଲେ ଆମର ଚତୁଃପାର୍ଶ୍ୱକୁ ବୁଝାଏ। ପରିବେଶ କହିଲେ ତ ସମସ୍ତେ ବୁଝୁଛ ନିଜର ଚତୁଃପାର୍ଶ୍ୱକୁ। ପୃଥିବୀରେ ଥିବା ଜୈବିକ ଓ ଅଜୈବିକ ବସ୍ତୁଗୁଡ଼ିକର ସମାହାର ହେଉଛି ପରିବେଶ। ତ ଜୈବିକ ବସ୍ତୁ ଅଛନ୍ତି, ଅଜୈବିକ ବସ୍ତୁ ମଧ୍ୟ ଅଛନ୍ତି। ବାସ ନିମନ୍ତେ ସ୍ଥାନ, ନିଶ୍ୱାସରେ ଗ୍ରହଣ କରୁଥିବା ବାୟୁ, ଖାଉଥିବା ଖାଦ୍ୟ ଓ ପିଉଥିବା ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ବସ୍ତୁ ଆମେ ପରିବେଶରୁ ହିଁ ଆହରଣ କରିଥାଉ। ସମସ୍ତେ ଜାଣୁଥିବ, ମାନେ ବୁଝିଥିବ ମଧ୍ୟ କ୍ଲାସ୍ଟା ଯେତେବେଳେ ହେଇଥିଲା ଆମର। ତ ପରିବେଶ ଆମକୁ ବହୁତ ଗୁଡ଼ିଏ ସାହାଯ୍ୟ କରେ, ମାନେ ପରିବେଶ ହିଁ କହିବାକୁ ଗଲେ ପରିବେଶକୁ ନେଇକି ଆମେ ବଞ୍ଚିଛେ ବା ଆମ ଜୀବନ ବଞ୍ଚିଛି। ତ ତେଣୁ ବାୟୁ, ମୃତ୍ତିକା, ଜଳ, ସୂର୍ଯ୍ୟାଲୋକ, ଶକ୍ତି ଇତ୍ୟାଦିର ପାରସ୍ପରିକ କ୍ରିୟା ହିଁ ପରିବେଶ ସୃଷ୍ଟି କରିଥାଏ। ହଁ କ'ଣ ନା ବାୟୁ, ମୃତ୍ତିକା, ଜଳ, ସୂର୍ଯ୍ୟାଲୋକ ଏଗୁଡ଼ିକ ହିଁ କ'ଣ ନା ପରିବେଶ ସୃଷ୍ଟି କରିଥାଏ। ମନୁଷ୍ୟର ଚତୁଃପାର୍ଶ୍ୱକୁ ସଂଗଠିତ କରୁଥିବା ସମସ୍ତ ସାମାଜିକ, ଅର୍ଥନୈତିକ, ଜୈବିକ, ଅଜୈବିକ, ଭୌତିକ ତଥା ରାସାୟନିକ ଅବସ୍ଥା ସବୁର ସମାହାରକୁ ପରିବେଶ କୁହାଯାଏ। ଦେଖ, ଯେଉଁ ମନୁଷ୍ୟର ଯେଉଁ ଚତୁଃପାର୍ଶ୍ୱ ରହିଛି ତାର ସଂଗଠିତ କରୁଥିବା ସମସ୍ତ ସାମାଜିକ ହୋଇପାରିଲା, ଅର୍ଥନୈତିକ ହୋଇପାରିଲା, ଜୈବିକ ହୋଇପାରିଲା, ଅଜୈବିକ ହେଲା, ସମସ୍ତ ଜିନିଷକୁ ନେଇକି ଆମର କ'ଣ ପରିବେଶ ସୃଷ୍ଟି। ତ ପରିବେଶକୁ ଆମର 3 ଭାଗରେ ବିଭକ୍ତ କରାଯାଇଛି ପିଲାମାନେ। ଗୋଟେ ହେଲା ଅଜୈବ ଅଂଶ, ଜୈବିକ ଅଂଶ, ଶକ୍ତି ଅଂଶ, ତ ଭୌତିକ ଅଂଶ ଏଭଳି ଭାବରେ 3ଟା ଅଂଶ। ଏତିକି ହେଲା ଭୌତିକ ପରିବେଶ, ଯଥା ଭୂମଣ୍ଡଳ, ବାୟୁମଣ୍ଡଳ, ବାୟୁମଣ୍ଡଳ। ପରିବେଶର ଜୈବିକ ଅଂଶକୁ ଜୀବମଣ୍ଡଳ ବୋଲି କୁହାଯାଏ, ହେଲା। ତ ମନୁଷ୍ୟ ସହିତ ପ୍ରାଣୀ, କୀଟ, ପତଙ୍ଗ, ଜୀବାଣୁ, ତ ଜୀବାଣୁ, ଉଦ୍ଭିଦ ଇତ୍ୟାଦି ଏହି ମଣ୍ଡଳର ଅନ୍ତର୍ଗତ। ତ ଦେଖ, ଯେଉଁ ବାୟୁମଣ୍ଡଳ, ଜୀବମଣ୍ଡଳ, ଭୂମଣ୍ଡଳ ଏଗୁଡ଼ିକରେ ସବୁ କ'ଣ କ'ଣ ରହିଛନ୍ତି ନା ପ୍ରାଣୀ, କୀଟ, ପତଙ୍ଗ, ଜୀବାଣୁ, ଉଦ୍ଭିଦ, ତ ଏଗୁଡ଼ିକୁ ଏଠାରେ ଦେଖାଯାଏ। ଆଉ ଏଠି ହେଉଛି ଆମର ଭୌତିକ ପରିବେଶ, ଅଜୈବ, ଜୈବିକ ଆଉ ଶକ୍ତି ଅଂଶଟା ତାଙ୍କର ଭୌତିକ। ଏଠି ହେଉଛି ଆମର କ'ଣ ଜୈବିକ। ଜୈବିକ ଭୌତିକ ଦେଖିଲେ ତ ଯେଉଁ ଭୌତିକରେ ରହିଛନ୍ତି ଆମର ଭୌତିକରେ କ'ଣ କ'ଣ ଦେଖିବାକୁ ମିଳୁଛି ଆମକୁ ଭୂମଣ୍ଡଳ, ସରି ପିଲାମାନେ ଜୈବିକ ଅଂଶରେ ହେଲା ଭୂମଣ୍ଡଳ, ବାୟୁମଣ୍ଡଳ ଏବଂ ବାୟୁମଣ୍ଡଳ। ତ ଏଥିରେ କିଏ କିଏ ଦେଖାଯାନ୍ତି କେଉଁ ପ୍ରାଣୀ ମାନେ କେଉଁମାନେ ଏ ଯେଉଁ ଭୂମଣ୍ଡଳ, ବାୟୁମଣ୍ଡଳ, ବାୟୁମଣ୍ଡଳରେ ନା ପ୍ରାଣୀ, କୀଟ, ପତଙ୍ଗ, ଜୀବାଣୁ, ଉଦ୍ଭିଦ ସବୁ। ତ ବିଭିନ୍ନ ପ୍ରକାର ଶକ୍ତି ସହିତ ସୌରଶକ୍ତି, ଭୂରାସାୟନିକ ଶକ୍ତି, ତାପବିଦ୍ୟୁତ ଶକ୍ତି, ଜଳବିଦ୍ୟୁତ ଶକ୍ତି, ବିଭିନ୍ନ ପ୍ରକାର ଶକ୍ତି ମଧ୍ୟ ଦେଖାଯାଆନ୍ତି ଆମ ଏଇ ପରିବେଶରେ। ଅଜୈବ ଶକ୍ତି, ବିକିରଣ ଶକ୍ତି ଇତ୍ୟାଦି ପରିବେଶର ଶକ୍ତି ଅଂଶର ଅନ୍ତର୍ଗତ। ତ ପରିବେଶ ପ୍ରଭାବିତ କରୁଥିବା ପରିବେଶ କାରକ 4 ଭାଗରେ ବିଭକ୍ତ। ଗୋଟେ ହେଲା ଭୂମିରୂପକ କାରକ, ଜଳବାୟୁ କାରକ, ଭୂମଣ୍ଡଳ ବା ମୃତ୍ତିକା କାରକ, ଆଉ ଗୋଟେ ହେଉଛି ଜୈବିକ କାରକ। ତ ଦେଖିବା ଭୂମିରୂପକ କାରକ କିଏ ନା ଉଚ୍ଚତା, ପର୍ବତ ଶ୍ରେଣୀର ଦିଗ, ଉପତ୍ୟକା, ସମତଳ ଭୂମି, ହ୍ରଦ, ନଦୀ, ସମୁଦ୍ର ପତନ ଏଗୁলো ହେଉଛନ୍ତି ଭୂମିରୂପକ କାରକ। ଜଳବାୟୁ କାରକ କିଏ ନା ବାୟୁମଣ୍ଡଳ, ଆଲୋକ, ତାପମାତ୍ରା, ଆର୍ଦ୍ରତା ଏଗୁଡ଼ି ହେଉଛନ୍ତି କ'ଣ ଜଳବାୟୁ। ଏଗୁଡ଼ିକୁ ନେଇ ଆମେ ତାକୁ ଜଳବାୟୁ କହୁଛେ, ହେଲା କ୍ଲାଇମେଟ୍ ଯାହାକି ଆମର ଅଛି। ଭୂମଣ୍ଡଳ ବା ଯେଉଁଟା ଆମେ କହୁଛେ ମୃତ୍ତିକା। ଜୈବିକ କାରକ ଯେମିତି ମନୁଷ୍ୟ, ପ୍ରାଣୀ, ଉଦ୍ଭିଦ, ଅଣୁଜୀବ ଓ ସେମାନେ ଯେଉଁ ଘଟୁଥିବା ଅଭିକ୍ରିୟା ବା ଯେଉଁ ସେମାନେ ମଧ୍ୟ ଯେଉଁ କ୍ରିୟା ଗୁଡ଼ିକ ଘଟୁଛି ତାକୁ ଆମେ କହିବା ଜୈବିକ କାରକ। ଏଭଳି ଭାବରେ 4ଟି କାରକ ଆମର ରହିଛି ପରିବେଶରେ। ତ ଦେଖ, ସମସ୍ତ ଜୈବିକ ଓ ଅଜୈବିକ ଉପାଦାନ ଗୁଡ଼ିକର ସମଷ୍ଟିଗତ ପ୍ରଭାବ କୌଣସି ଅଞ୍ଚଳର ସ୍ଥିତାବସ୍ଥାକୁ ନିୟନ୍ତ୍ରଣପୂର୍ବକ ଉଦ୍ଭିଦ ଓ ପ୍ରାଣୀକୁ ପ୍ରଭାବିତ କରିବା ପ୍ରକ୍ରିୟାକୁ ପରିବେଶ ବୋଲି କୁହାଯାଏ। ପରିବେଶ ଆମେ କାହାକୁ କହିବା ପିଲାମାନେ ନା ସମସ୍ତ ଜୈବିକ ଓ ଅଜୈବିକ ଉପାଦାନ ଗୁଡ଼ିକର ସମଷ୍ଟିଗତ ପ୍ରଭାବ ଯେକୌଣସି ଅଞ୍ଚଳରେ ସ୍ଥିତାବସ୍ଥାକୁ ନିୟନ୍ତ୍ରଣପୂର୍ବକ ଉଦ୍ଭିଦ ପ୍ରାଣୀକୁ ପ୍ରଭାବିତ କରେ। ସେ ଉଦ୍ଭିଦ ଉପରେ ବା ପ୍ରାଣୀ ଉପରେ ଯଦି ସେଇଟା ପ୍ରଭାବିତ ହେଲା ତାକୁ ଆମେ କହିବା ପରିବେଶ। ଏହା ଜୀବ ସହ ଜଳର ସମନ୍ୱୟ ପ୍ରତିଷ୍ଠା କରି ଉଦ୍ଭିଦ, ପ୍ରାଣୀ ବିଶେଷ କରି ମନୁଷ୍ୟ ଉପରେ ସେଇଟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତ ତାର ଆସିଲା ଡବ୍ଲ୍ୟୁ ସାୟର ପରିବେଶର ତଥ୍ୟ ପ୍ରଦାନ କରିଛନ୍ତି ପ୍ରଦାନ କରି ସେ କହିଛନ୍ତି ଯେ ପରିବେଶ କହିଲେ ଯେକୌଣସି ସ୍ଥାନର ବେଷ୍ଟିତ ଅବସ୍ଥା ବୁଝାଇଥାଏ, ଯାହା 2 ପ୍ରକାର, ଗୋଟେ ହେଉଛି ପ୍ରାକୃତିକ ପରିବେଶ ଆଉ ଗୋଟେ ହେଉଛି କୃତ୍ରିମ ପରିବେଶ। ଏଇଟା ବହୁତ ଦେବା କଥା ପିଲାମାନେ, ହଁ ପ୍ରାକୃତିକ ପରିବେଶ ଆଉ ଗୋଟେ କୃତ୍ରିମ ପରିବେଶ। ତ ଏଇଭଳି ଭାବରେ ରହିଛି ଆମର ପରିବେଶ। ତ ଏଇଟା ସବୁ ସଂଜ୍ଞା ଗୁଡ଼ିକ ଦେଇଛି ପିଲାମାନେ। ଆମର PNRଙ୍କ ମଧ୍ୟରେ ପରିବେଶ ହେଉଛି ପ୍ରାକୃତିକ ଅଜୈବ ଜୈବିକ ବସ୍ତୁର ସମାହାର ଯାହା ଜୀବର ବେଷ୍ଟନୀକୁ ବୁଝାଇଥାଏ। ସେପରି ଭାବରେ ସିସି ପାର୍କଙ୍କ ମତ ଅନୁସାରେ ପରିବେଶ କହିଲେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଏକ ନିର୍ଦ୍ଦିଷ୍ଟ ସମୟରେ ମଣିଷର ବେଷ୍ଟନୀକୁ ବୁଝାଏ ଯାହା ବିଭିନ୍ନ ଉପାଦାନର ସମାହାର। ଏପରି ବହୁତ ବୈଜ୍ଞାନିକ ପରିବେଶ ସମ୍ପର୍କରେ ଅନେକ ସଂଖ୍ୟା ପ୍ରଦାନ କରିଛନ୍ତି। ବୈଜ୍ଞାନିକମାନେ ସବୁ ପରିବେଶ ସମ୍ପର୍କକୁ ବା ପରିବେଶ ନେଇକରି ସଂଖ୍ୟା ପ୍ରଦାନ କରିଛନ୍ତି। ତ ପରିବେଶର ଆମର ବିଭକ୍ତିକରଣ ଦେଖିବା ପିଲାମାନେ, ଗୋଟେ ହେଉଛି ନ୍ୟାଚୁରାଲ୍ ବା ଯାହାକୁ ଆମେ କହୁଛେ ପ୍ରାକୃତିକ, ଆଉ ଗୋଟେ ହେଉଛି ମାନବୀୟ ବା ହ୍ୟୁମାନ୍ ଏନଭାରମେଣ୍ଟ। ତ ପ୍ରାକୃତିକ ପରିବେଶ କ'ଣ ନା ପ୍ରାକୃତିକ ପରିବେଶ 2 ପ୍ରକାର,
देख अजैव परिवेश जैविक परिवेश तो जो प्राकृतिक परिवेश क्या नहीं गठित ना जल स्थल वायु उद्भिद और प्राणी मान नहीं गठित आम प्राकृतिक परिवेश यही परिवेश में उभय सजीव और निर्जीव पदार्थ गुड़ रही था तो आपको दी भाग विभक्त कर गोटे अजैव गोटे है जैविक ताको पे केमी विभागीकरण कर फास्ट है टोटाल परिवेश विभाग है दी प्रकार गोटे हूँ प्राकृतिक परिवेश और गोटे मानवीय परिवेश से भाव में प्राकृतिक परिवेश को आम दी भाग विभक्त कराला गोटे हूँ अजैव अजैविक ये दुईटा देखा आमको सजीव वस्तु निर्जीव जमी जल स्थल वायु उद्भिद प्राणी एगुड़ हूँ देख उद्भिद प्राणी आम रही कौन जैविक जार जीवन अच्छे सजीव और जल स्थल एगुड़ हूँ आमर कौन निर्जीव तो अजैव परिवेश किए गला जमी कहली आमर मृत्तिका जल वायु एगुड़िक जीवन नथिबा जड़ वस्तु व भौतिक उपादान नहीं ये परिवेश सृष्टि होता है यहाँ अजैव तथा भौतिक परिवेश कहुए जमी आमर मृत्तिका जल वायु अजैव परिवेश गला तार आम जैविक परिवेश देखा कौन ना जैविक परिवेश देख कौन जैविक जैवमंडल उद्भिद प्राणी मान द्वारा परिवेश सृष्टि होता है तेणु यहाँ जैविक परिवेश कहुए जमी प्राणी उद्भिद अणुजीव और से पारस्परिक संपर्क ताको आम कह जैविक परिवेश बुझे पे मैंने जितना देखिले तो तापर आसला आम पे मानवीय परिवेश देख प्राकृतिक परिवेश मध्य मनुष्य निजर सुख और समृद्धि तार ज्ञान और कारीगरी कौशल बड़े केत परिवर्तन आनी बहुत गुड़े परिवर्तन आनी पे आगुरी जीपरी माने आम परिवेश था से परिवेश नहीं चेंज होती शिल्प प्रतिष्ठा होती रास्ताघाट निर्माण कर गोटे परिवेश तार गोटे निजर तैयारी घर तैयारी है तेणु मनुष्य को तो परिवर्तित परिवेश को मानवीय व सांस्कृतिक परिवेश कौन कहुए तो मानवीय परिवेश कले जनसंख्या और जनबसति और राजनैतिक तथा सामाजिक अनुष्ठान व संगठन को बुझेब गोटे राजनैतिक अनुष्ठान व सामाजिक अनुष्ठान को आम बुझेगा है मानवीय परिवेश कले मनुष्य जो परिवेश गोटे तैयारी करें कौन यहाँ प्राकृतिक परिवेश मैंने कौन ना प्रकृति जहाँ देती आमको किंतु मानवीय परिवेश जमी रास्ताघाट तैयारी रास्ताघाट तो प्रकृति आगे दे ना ना आम तैयारी कर स्कूल विद्यालय स्कूल तैयारी करवा फैक्ट्री तैयारी करवा तो विभिन्न प्रकार कौन शिल्प संस्था गढ़ उठा कार कार मोटरसाइकेल एगुड़ी तैयारी कर गोटे परिवेश रहा से कहुए मानवीय परिवेश तो देख कौन कहना पे ये देती गोटे है भौतिक परिवेश जैविक परिवेश और जो मानवीय परिवेश ये तीन परिवेश मिसिक आम गोटे संपूर्ण परिवेश तैयारी होती तो संपूर्ण परिवेश क्या कह ना जो ये तीनो जो परिवेश रहा गोटे कह आम संपूर्ण परिवेश तो देखिले पे मैंने परिवेश कौन तेरा आसला परिवेश कहले कौन बुझ परिवेशर शिक्षा अध्ययन गुरुत्व देख यहाँ पे गोटे इंपोर्टाट क्वेश्चन मुझे कौन पाए ना से कहूँ परिवेश कहले कौन बुझ और परिवेश शिक्षा अध्ययन गुरुत्व आम तो परिवेश कहले कौन बुझे पूर्व देखिले जो प्रतिक्रिया ये आम देखी पूर्व पे परिवेश क्या कहुए चतुर्पार्श्व बुझे बासनी मत जो निश्वास प्रश्वास कौन कहे वायु ता सहित विभिन्न प्रकार मैंने कौन उपादान नहीं आम परिवेश गठित होती तो से भाव देख आमर मैंने कौन परिवेश पारस्परिक सदस्य मैंने निर्भरशील और प्रतिक्रियाशील जो रही दुईटा जो जीव जगत और परिवेश जगह कहले जैविक और अजैविक जो परिवेश से परस्पर कौन निर्भरशील और प्रतिक्रियाशील से संपर्क सहवस्थान प्रभाव परिसंस्था पड़ी था तो परिवेश क्या कहे बुझीपार आम चतुर्पार्श्व जोटा कि जैविक और अजैव उपादान गठित से मत पारस्परिक क्रिया चालू रही है ये सेमती किसी ना पे तुम टे बास लिखिद से विषय तुम डायरेक्ट उद्देश्य और आभिमुख्य तार कौन रही परिवेश अध्ययन आम परिवेश शिक्षा कौन पढ़े जो एनवायरमेंटल स्टडीज जो तार वार्डटा रही पे एनवायरमेंटल स्टडीज वार्ड मैंने कौन परिवेश शिक्षा तो परिवेश शिक्षा आम कौन पढ़ा तार उद्देश्य तार आभिमुख्य कौन देखा है समग्र परिवेश और परिवेश संपर्क समस्या प्रति एक संवेदनशीलता सचेतनता सृष्टि करने निमंते व्यक्ति और सामाजिक गोष्ठी गुड़ सहयोग करवा है गोटे सचेतनता सृष्टि करने व्यक्ति और सामाजिक गोष्ठी गुड़ सहयोग करने आम तार उद्देश्य रही परिवेश प्रदूषण नियंत्रण माध्यम जनसाधारण मध्य स्वस्थ गोटे निरामय जीवन यापन किपरि गोटे परिस्थिति सृष्टि हो पार से आम परिवेश शिक्षा अध्ययन करवा अत्यधिक जनसंख्या वृद्धि जो परिवेश जो संतुलन किपरि व्याहत हो नष्ट हो जाए से विषय में लोक मान सचेतनता सृष्टि करवा जनसाधारण को परिवेश समस्या बलिर मूल कारण गुड़ी हृदय कर माने कौ कारण आमर कौन परिवेश समस्या देखा दूसरी से विषय में कौन लोक मान बुझेगा जनसचेतनता सृष्टि करवा वायु जल शब्द और तापजनित प्रदूषण जो परिवेश प्रदूषित हो जनसाधारण मन कौन चिंताधारा सृष्टि करवा से परिवेश शिक्षा अध्ययन मुख्य लक्ष्य कौन पे पढ़ा ना यही पांचटी जिन फोकस रहा पे बहुत इंपोर्टाट मन रखी था है परिवेश शिक्षा अध्ययन उद्देश्य तो तापर आसला परिवेश विज्ञान आवश्यकता गुरुत्व कौन पे रही परिवेश विज्ञान आम कौन पे पढ़ा एनवायरमेंटल साइंस आम कौन पे पढ़ा ना
ପରିବେଶ ବିଜ୍ଞାନ ପରିବେଶର ବିଭିନ୍ନ ଉପାଦାନ ବିଷୟରେ ଜନସାଧାରଣଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିବାରେ ସାହାଯ୍ୟ କରେ। ଫଳରେ ଆମେ କିପରି ଆମ ପରିବେଶରେ ସନ୍ତୁଳନ କରିପାରିବା ସେ ବିଷୟରେ ସେ ଅବଗତ ଆମେ ହୋଇପାରୁଛେ। ପୃଥିବୀ ପୃଷ୍ଠରେ ଜୀବଜଗତ ବଞ୍ଚି ରହିବାର ରହସ୍ୟ ଏବଂ ଏହା କିପରି ଆମ ଉତ୍ତରାଧିକାରୀମାନଙ୍କ ପାଇଁ ଯଥାଯଥ ଭାବେ ରହିପାରିବ ସେ ବିଷୟରେ ଦେଖ। ଆମେ କେମିତି ଜୀବଜଗତ ବଞ୍ଚି ରହିପାରିବ ଏହି ପୃଥିବୀ ପୃଷ୍ଠରେ, ତା ସହିତ ଆମର ଯେଉଁ ଉତ୍ତରାଧିକାର ହେବ, ଆମେ ଆମ ପିଲାଛୁଆ ତାପରେ ତାଙ୍କ ପିଲାଛୁଆ ତ ଯେଉଁ ଏମିତି ଧୀରେ ଧୀରେ ଆସିବ, ତ ସେମାନଙ୍କ ପାଇଁ ଯେଉଁ ଗୋଟେ କିଛି ଭାବେ ରହିପାରିବ, ମାନେ ଆମେ ପେଟ୍ରୋଲ ବ୍ୟବହାର କରୁଛେ, ସେମାନେ ମଧ୍ୟ କିନ୍ତୁ ପେଟ୍ରୋଲ ବ୍ୟବହାର କରିପାରିବେ। କାରଣ ଯଦି ଆମେ ସବୁ ସାରିଦେବା ୟୁଜ୍ କରିକି ସରିଯିବ, ଯଦି ଆମେ ପରିବେଶକୁ ନଷ୍ଟ କରିଦେବା ତ ତାଙ୍କ ବେଳକୁ ଆଉ କିଛି ନଥିବ ହିଁ। ପରିବେଶ ବିଜ୍ଞାନ ପରିସଂସ୍ଥା ବିଷୟରେ ବୈଜ୍ଞାନିକ ଜ୍ଞାନ ଆହରଣ କରିବାର ସାହାଯ୍ୟ କରେ। ବୈଜ୍ଞାନିକ ଜ୍ଞାନଟା ପରିସଂସ୍ଥା ବିଷୟରେ ଯେଉଁ ବୈଜ୍ଞାନିକ ଜ୍ଞାନ ଆହରଣ କରିବାରେ ସାହାଯ୍ୟ କରେ। ପିଲାମାନେ ଗୋଟେ ଦେଖ, ଏ ଯେଉଁଟା ଉତ୍ତରାଧିକାରୀମାନଙ୍କ ପାଇଁ ଦେଖ, ଯଦି ଆମ ପୂର୍ବପୁରୁଷମାନେ ଯଦି ଆମ ପାଇଁ କିଛି ସାଇତି ରଖିନଥାନ୍ତେ ତାହେଲେ ଆମେ କ'ଣ ସେଇଟା ବ୍ୟବହାର କରିପାରିଥାନ୍ତେ କି ନା? ତ ସେଭଳି ଭାବରେ ଆମେ ମଧ୍ୟ ଆମ ଉତ୍ତରାଧିକାରୀମାନଙ୍କ ପାଇଁ କିଛି ରଖିବା, ସେମାନେ ତାଙ୍କ ପାଇଁ। ତ ଏମିତି ସମସ୍ତେ କ'ଣ ଆମେ ବ୍ୟବହାର କରିବା, ଆମ ଉତ୍ତରାଧିକାରୀ ପାଇଁ କିଛି ସାଇତିକି ରଖିବା, ସେମାନେ ମଧ୍ୟ ବ୍ୟବହାର କରିବେ, ସେମାନଙ୍କ ଉତ୍ତରାଧିକାରୀ ପାଇଁ ସେମାନେ କିଛି ରଖିବେ। ତ ଏଭଳି ଭାବରେ ଚାଲିଥିବ ଇଏ ଗୋଟେ। ବିଭିନ୍ନ ପରିମାପକ ଓ ପରିସଂଖ୍ୟାନ ଦ୍ୱାରା ପାରିପାର୍ଶ୍ୱିକ ଅବସ୍ଥାର ଗୋଟେ ଗାଣିତିକ ବିଶ୍ଳେଷଣ କରିବାରେ ସେ ସାହାଯ୍ୟ କରିଥାଏ। ତ ଦେଖ, ଏହା ବିଭିନ୍ନ ପ୍ରକାରର ଜୈବିକ ପଦାର୍ଥ ରାଜ୍ୟର ଉତ୍ପାଦନ ପ୍ରକ୍ରିୟା ବୃଦ୍ଧି କରିବାରେ ସାହାଯ୍ୟ କରେ, ଯାହା ମନୁଷ୍ୟର ବ୍ୟବହାରରେ ଆସିଥାଏ। ତ ଜନସଂଖ୍ୟା ବୃଦ୍ଧିକୁ ପ୍ରତିହତ କରିବାର ଉପାୟ ଏବଂ ଜନସଂଖ୍ୟା ବୃଦ୍ଧିର ସମ୍ଭାବ୍ୟ କାରଣ ସମ୍ପର୍କରେ ସେ ତଥ୍ୟ ପ୍ରକାଶ କରିଥାଏ। ତ ଜନସଂଖ୍ୟାକୁ କେମିତି ପ୍ରତିହତ କରିପାରିବା ବା ଯେଉଁ ଜନସଂଖ୍ୟା ବଢ଼ିବାରେ ଲାଗିଛି ତାକୁ କେମିତି ଆମେ କଣ୍ଟ୍ରୋଲ କରିବା ତାର ଉପାୟ ସେ ଦେଇଥାଏ। ତା ସହିତ ଆହୁରି ମଧ୍ୟ ରହିଛି ପିଲାମାନେ, ଜୀବଜଗତର ଚତୁଃପାର୍ଶ୍ୱରେ ଅବସ୍ଥିତ ପଦାର୍ଥ ସହିତ କାର୍ଯ୍ୟକାରିତା ବ୍ୟବସ୍ଥାପନାର ସମନ୍ୱୟ ସାଧନରେ ସାହାଯ୍ୟ କରେ। ଏହା ବିଭିନ୍ନ ରୋଗର କାରଣ ଏବଂ ତାହାର ନିରାକରଣ ବିଷୟରେ ସୂଚନା ପ୍ରଦାନ କରେ। ପ୍ରାଣୀ ଓ ଉଦ୍ଭିଦର ବିବର୍ତ୍ତନ ପ୍ରକ୍ରିୟା ସମ୍ପର୍କରେ ବୈଜ୍ଞାନିକ ତଥ୍ୟ ପ୍ରଦାନ କରେ ଏବଂ ବିଭିନ୍ନ ଭୌତିକ ଓ ରାସାୟନିକ ପଦାର୍ଥରେ ସମୟୋପଯୋଗୀ ପରିବର୍ତ୍ତନ ସେ ସୂଚନା ପ୍ରଦାନ କରିଥାଏ। ତ ଏଇଗୁଡ଼ିକ ହେଲା ଆମର କ'ଣ ପରିବେଶ ବିଜ୍ଞାନର ଆବଶ୍ୟକତା। ପରିବେଶ ବିଜ୍ଞାନ ଆମ ପାଇଁ କେତିକି ଦରକାର ଏବଂ କେତେ ତାର ଗୁରୁତ୍ୱ ରହିଛି। ତ ତାପରେ ମଧ୍ୟ ସେମ୍ କ୍ୱେଶ୍ଚନ୍ ଦେଲା, ପରିବେଶ ଶିକ୍ଷାଦାନର ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ବର୍ଣ୍ଣନା କର। ସେଇ ଉଦ୍ଦେଶ୍ୟ ଆଭିମୁଖ୍ୟ ଏବଂ ପରିବେଶ ବିଜ୍ଞାନ ଆବଶ୍ୟକତା। ଦେଖ, କ୍ୱେଶ୍ଚନ୍ ଯଦି ଟିକେ ଚେଞ୍ଜ କରିଦେଲା, ଏଠି ଦେଇଦେଇଛି ପରିବେଶର ଅର୍ଥ କ'ଣ, ପରିବେଶ ଶିକ୍ଷାଦାନର ଉଦ୍ଦେଶ୍ୟ ଆଭିମୁଖ୍ୟ। ଏଇଟା କ'ଣ ଥିଲା କ୍ୱେଶ୍ଚନ୍ ପିଲାମାନେ, ନା ପରିବେଶ ଶିକ୍ଷାଦାନର ଗୁରୁତ୍ୱ। ପରିବେଶ କହିଲେ କ'ଣ, ସେ ସେମ୍ କ୍ୱେଶ୍ଚନ୍ ସେମ୍ ଆନ୍ସର ଲେଖିଲେ ତୁମେ ସେମ୍ ମାର୍କ ପାଇପାରିବ, କିଛି ଅସୁବିଧା ନାହିଁ। ତାପରେ ଆସ ଦେଖ ପିଲାମାନେ, ମନୁଷ୍ୟ ଦ୍ୱାରା ପରିବେଶ କିଭଳି ଭାବେ ପ୍ରଭାବିତ ହୋଇଥାଏ ବର୍ଣ୍ଣନା କର। ଏଇଟା ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ହେଲା, ମାନେ ମନୁଷ୍ୟ କିପରି ପରିବେଶ ପ୍ରଭାବିତ କରିଥାଏ। ଦେଖ, ମଣିଷ ଏକ ବୁଦ୍ଧିମାନ ପ୍ରାଣୀ ଓ ସମସ୍ତ ମନରେ ତାର ଦକ୍ଷତା ଅଧିକ, ହଁ ନା ନାହିଁ? ମନୁଷ୍ୟଙ୍କର ଦକ୍ଷତାଟା ଅଧିକ, ତେଣୁ ପୃଥିବୀରେ ତାର ଆବିର୍ଭାବ ହେବା ପରଠାରୁ ମନୁଷ୍ୟ ନିଜ ସୁବିଧା ଓ ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ପରିବେଶକୁ ତାର ନିଜର ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତିତ କରିଛି। ପ୍ରାଥମିକ ଅବସ୍ଥାରେ ମନୁଷ୍ୟର ଅର୍ଥନୈତିକ ଆବଶ୍ୟକତା ମନୁଷ୍ୟର ଏତେ ଟଙ୍କା ଦରକାର ନଥିଲେ। ଆଦିମାନବ ପିଲାମାନେ କ'ଣ ଟଙ୍କା ବ୍ୟବହାର କରୁଥିଲେ? ନା, ଖାଉଥିଲେ, ରହୁଥିଲେ, ଶୋଉଥିଲେ, ପିଉଥିଲେ, ତାଙ୍କ କାମ ଚାଲିଥିଲା। ଟଙ୍କାଟା ଏତେ ଇମ୍ପୋର୍ଟାଣ୍ଟ ନଥିଲା। ମନୁଷ୍ୟର ଆବଶ୍ୟକତା ଠାରୁ ଅଧିକ ପ୍ରାକୃତିକ ସମ୍ପଦ ପୃଥିବୀରେ ରହିଥିଲା। ତ ମନୁଷ୍ୟ ଯେତିକି ଆବଶ୍ୟକ ତାଠାରୁ ଅଧିକ ଥିଲା, ମାନେ ବୃକ୍ଷ ଲତା ପୁରା ଫୁଲ ହେଇଥିଲା, ଗୁମ୍ଫା, ତ ଗଛ ରୋଡ଼ରେ ସେମାନେ ରହୁଥିଲେ। ତ ସେମାନଙ୍କର କିଛି ଅର୍ଥର ଆବଶ୍ୟକତା ନଥିଲା ବା ତାଙ୍କର ଏତେ କିଛି ଇଆଡ଼େ ଆଉ ଗୋଟେ ପଏଣ୍ଟ ପିଲାମାନେ, ସେମାନେ ବହୁତ କମ୍ ପରିମାଣରେ ରହୁଥିଲେ। ଆମର ଯେତେ ବର୍ତ୍ତମାନ ପୃଥିବୀରେ ଯେତେ ଲୋକ ପାଖାପାଖି 800-900 କୋଟି ଲୋକ ଅଛନ୍ତି, ତ ସେମାନଙ୍କର ଆବଶ୍ୟକତା ସେତେବେଳେ କେତେ ଥିବେ ପାଖାପାଖି, ସେ ପାଖାପାଖି 10 ଲକ୍ଷ କିମ୍ବା ସେମିତି କିଛି କହିହେଉନି, କଳ୍ପନା କରିହେଉନି, 1 2 ଲକ୍ଷ କେମିତି କିଛି ଥିବେ ହେଲା। ତ ପରବର୍ତ୍ତୀ ସମୟରେ ତାର ଆବଶ୍ୟକତା ବଢ଼ିଲା, ସେ କଳକାରଖାନା ବସାଇଲା, ନଦୀରେ ବନ୍ଧ ପକାଇ ଜଳଭଣ୍ଡାର ସୃଷ୍ଟି କଲା, ଖଣିଜ ସମ୍ପଦ ଉତ୍ତୋଳନ କଲା ଏବଂ ଏଭଳି ପ୍ରକୃତିର ବ୍ୟବହାର ଦ୍ୱାରା ତାର ପରିବର୍ତ୍ତିତ ହେଲା, ଯାହାକି ଆଜିର ସମାଜରେ ଆମେ ଆସିକି ପହଞ୍ଚିଛେ। ତ ଆଉ କାରଣ ଗୁଡ଼ିକ କ'ଣ ଆମେ ଆଉ ଦେଖିବା। ପ୍ରଥମ ଆସିଲା ପିଲାମାନେ ଜନସଂଖ୍ୟା ବୃଦ୍ଧି। ଜନସଂଖ୍ୟା ବୃଦ୍ଧି ହେଉଛି ମୁଖ୍ୟ କାରଣ। ପୃଥିବୀର ସବୁ ଦେଶରେ ଜନସଂଖ୍ୟା ବୃଦ୍ଧି ହୋଇଛି, ସବୁ ଦେଶରେ ସିଓର, କିନ୍ତୁ ସେସବୁରେ ଶିକ୍ଷା ଓ ସଚେତନତାର ଅଭାବ ଯୋଗୁଁ ବିକାଶ ହୋଇପାରୁନାହିଁ। ଦେଖ, ଜନସଂଖ୍ୟା ସିନା ବଢ଼ି ଚାଲିଛି କିନ୍ତୁ ସେମାନଙ୍କର ବିକାଶ ଆଉ ହେଇପାରୁନାହିଁ। ସେଗୁଡ଼ିକରେ ଜନସଂଖ୍ୟା ବୃଦ୍ଧି ହାର ଅତ୍ୟଧିକ। ଦେଖ, ଜନସଂଖ୍ୟା ସିନା ପୃଥିବୀର ସବୁ ଦେଶରେ ବଢ଼ୁଛି କିନ୍ତୁ ଶିକ୍ଷାରେ ଆଉ ସଚେତନତାରେ କ'ଣ ଅଭାବ ଯୋଗୁଁ ସେଇଟା ବିକାଶ ହୋଇପାରୁନାହିଁ। ସେଗୁଡ଼ିକର ଜନସଂଖ୍ୟା ବୃଦ୍ଧି ହାର ଅଧିକ। 1900 ମସିହା ବେଳକୁ ଆମର ଦେଶର ଜନସଂଖ୍ୟା ଥିଲା ପ୍ରାୟ 30 କୋଟି ଭାରତର। 1950 ମସିହା ବେଳକୁ ବୃଦ୍ଧି ପାଇ 38 କୋଟି ହେଲା। ବର୍ତ୍ତମାନ ପ୍ରାୟ ଆମ ଦେଶ ଜନସଂଖ୍ୟା ପ୍ରାୟ 102 କୋଟି। ପିଲାମାନେ ଏଇଟା ମସିହାରେ ସେଇଟା କୁହାଯାଇଛି, ବର୍ତ୍ତମାନ 102 ନାହିଁ, ପାଖାପାଖି 145 କିମ୍ବା 150 କୋଟି ପାଖାପାଖି ହେଇଗଲାଣି ହେଲା। ତ ବର୍ତ୍ତମାନଟା ପିଲାମାନେ କାଲକୁଲେଟ୍ କରାଯାଉନି, କ'ଣ ପାଇଁ ନା ପ୍ରତିଦିନ ବଢ଼ିବାରେ ଲାଗିଛି। ଆମେ ଆକୁରେଟ୍ କହିପାରିବା ନାହିଁ, ପାଖାପାଖି ଧରାଯାଉଛି ଏମିତି କିଛି। ତ ଆମକୁ ଦେଖ, ଭାରତର ଦିନକୁ ଦିନ କ'ଣ ପାଖାପାଖି ବର୍ଷକୁ ତ ନୁହଁ, ସେ 6 ମାସ କୋଟି କିମ୍ବା 2 କୋଟି ବଢ଼ି ଯାଉଛନ୍ତି। ତ ସେଇଟା ଆମେ ଆକୁରେଟ୍ କହି ହେଉନି। ତ ଏଇଟା କେବଳ ଗୋଟେ ତଥ୍ୟଟା ସେ ଦେଇଦେଇଛି, ଛାଡ଼।
এই জনসଂখ্ୟାର ଆବଶ୍ୟକତା ମେଣ୍ଟା ପାଇଁ ସମସ୍ତ ବୈଜ୍ଞାନିକ କୌଶଳ ଅବଲମ୍ବନ ସତ୍ତ୍ୱେ ଖାଦ୍ୟ ଉତ୍ପାଦନ ଆଉ ବଢ଼ିବା ସମ୍ଭବ ନୁହେଁ। ତ ବସତି ସ୍ଥାପନ ପାଇଁ ସ୍ଥାନର ଅଭାବ ଘଟୁଛି। ତ ମୁଖ୍ୟ କାରଣ ହେଉଛି ପିଲାମାନେ କ'ଣ ନା ଜନସଂଖ୍ୟା ବୃଦ୍ଧି। ତ ଜନସଂଖ୍ୟା ବୃଦ୍ଧି କିଭଳି ଭାବରେ ଆମକୁ ଅସୁବିଧା ହେଉଛି, ଖାଇବାର ଅସୁବିଧା ହେଉଛି, ରହିବାର ଅସୁବିଧା ହେଉଛି ବହୁତ ଗୁଡ଼ିଏ ହେଲା। ଏଇଟାକୁ ସେମିତି କିଛି ନାହିଁ। ତ ଜଙ୍ଗଲ କ୍ଷୟ ବୁଝିପାରୁଛ ନା ପିଲାମାନେ, ଜନସଂଖ୍ୟା ବଢ଼ିବା ଦ୍ୱାରା ଆମର ଏଇଟା ଅସୁବିଧା ହେଉଛି। ତ ସେଇଟା ତୁମେ ନିଜେ କିଛି ମନରେ ହିଁ ଲେଖିଦିଅ, ଆକୁରେଟ୍ ଯେମିତି ଏଠି ଦେଇଛି ସେମିତି କିଛି ଲେଖିବା ଦରକାର ନାହିଁ, ମନକୁ ଯେମିତି ଆସିଲେ ତୁମେ ସେଇଟାକୁ ଲେଖିପାରିବ ହେଲା। ତ ସଂଖ୍ୟାଟା ଆସିଲା ଜଙ୍ଗଲ କ୍ଷୟ। ଜଙ୍ଗଲ କ୍ଷୟ ଯୋଗୁଁ ଦେଖ ଆମର ପରିବେଶ କ'ଣ ନଷ୍ଟ ହେଉଛି। ଜନସଂଖ୍ୟା ବୃଦ୍ଧି ସହିତ ମନୁଷ୍ୟର ଖାଦ୍ୟ ଚାହିଦା, ବାସୋପଯୋଗୀ ଜମିର ଆବଶ୍ୟକତା, କୃଷି କ୍ଷେତ୍ର ପାଇଁ ଅଧିକ ଜମିର ଆବଶ୍ୟକତା, ଗୃହ ଉପକରଣ ପାଇଁ ଗୃହ ତିଆରି ପାଇଁ ଉପକରଣ ସଂଗ୍ରହ, ଅଧିକ ଜଳସେଚନ ଆବଶ୍ୟକତା, ଅଧିକ ଶକ୍ତି ଉତ୍ପାଦନ ଓ ଅନ୍ୟାନ୍ୟ। ଦେଖ ଯେତେବେଳେ ଆଦିମାନବ ରହୁଥିଲା ସେତେବେଳେ ତାକୁ ଏତେ କିଛି ଆବଶ୍ୟକତା ପଡ଼ୁନଥିଲା, କିନ୍ତୁ ଯେତେବେଳେ ମନୁଷ୍ୟ ଆଜି ଏହି ସମାଜରେ ପହଞ୍ଚି ତାକୁ ବହୁତ ଗୁଡ଼ିଏ ଆବଶ୍ୟକତା ତା'ର ରହିଛି। ତ ଯାହାଫଳରେ କ'ଣ ପରିବେଶ ଉପରେ ସେ ପୁରା ନିର୍ଭରଶୀଳ ହୋଇଯାଇକି ତାକୁ ବହୁତ ନଷ୍ଟ କରିବାରେ ଲାଗିଛି। ଦେଖ ମନୁଷ୍ୟ ଗୃହପାଳିତ ପଶୁ ସଂଖ୍ୟା ବୃଦ୍ଧି ହେଲା ଜଙ୍ଗଲ କ୍ଷୟର କ'ଣ ପାଇଁ, ତ ଏମାନଙ୍କ ପାଇଁ ଅଧିକ ପରିମାଣ ଜାଳେଣୀ କାଠ ଏବଂ ଘର ତିଆରିର ଉପକରଣ ଆବଶ୍ୟକ। ଲୋକମାନେ ଘର ତିଆରି କରିବେ, ଆଉ ଉପକରଣ କେଉଁଠି ଆସିବ ଜଙ୍ଗଲରୁ। ଜଙ୍ଗଲ ନଷ୍ଟ କରି ଅଧିକ ଖାଦ୍ୟ ଉତ୍ପାଦନ ପାଇଁ ଅଧିକ କୃଷି କ୍ଷେତ୍ର ତିଆରି କରିବା ବା ଚାଷ ଜମି ତିଆରି କରିବା ଏବଂ ପଶୁମାନଙ୍କ ପାଇଁ ଅଧିକ ଚାରଣ ଭୂମି ସୃଷ୍ଟି କରିବା, ଅଧିକ ଶକ୍ତି ଉତ୍ପାଦନ ଓ ଜଳସେଚନ ପାଇଁ ଅଧିକ ନଦୀବନ୍ଧ ଯୋଜନା କରିବା, ଜଳବିଦ୍ୟୁତ ଯୋଜନା କାର୍ଯ୍ୟକାରୀ କରିବା। ତ କଳକାରଖାନା ପାଇଁ ଅଧିକ ଜଙ୍ଗଲ ନଷ୍ଟ, ଅଧିକ ପରିମାଣରେ କାଠ, କାଗଜ ମଣ୍ଡପ ଅନ୍ୟାନ୍ୟ ଜଙ୍ଗଲ। ଦେଖ ମାନେ କ'ଣ ଜଙ୍ଗଲଟା ପୁରା ନଷ୍ଟ କରିଦେବ ମୋ ମତରେ ହେଲା। ଜଙ୍ଗଲରୁ ହିଁ ସବୁ ଜିନିଷ ବ୍ୟବହାର କରିବା ବା ଜଙ୍ଗଲକୁ ଯାଇକି ଜଙ୍ଗଲ ସଫା କରି ସେଠାରେ ଘର ତିଆରି କରିବା, ସେଠାରେ ଚାଷ ଜମି ତିଆରି କରିବା, ଶିଳ୍ପ ତିଆରି କରିବା, ରାସ୍ତାଘାଟ ନିର୍ମାଣ କରିବା ହେଲା, ବିଦ୍ୟାଳୟ ପ୍ରତିଷ୍ଠା କରିବା। ତ ଏଗୁଡ଼ିକ ତ ଜଙ୍ଗଲ କ୍ଷୟର ପରିମାଣ କ'ଣ ଦେଖ, ପରିମାଣ କ'ଣ ହେବ ନା ଅଧିକ ଟାଙ୍ଗର ଭୂମି ସୃଷ୍ଟି ହେବ ହେଲା, ବୃଷ୍ଟିପାତ କମ୍ ହେବା ଫଳରେ ମରୁଡ଼ି ତିଆରି ହେବ, ମରୁଡ଼ି ବର୍ତ୍ତମାନ ଦେଖାଦେଉଛି ହେଲା। ତ ବାୟୁମଣ୍ଡଳ ଅଙ୍ଗାରକାମ୍ଳ ଶୋଷଣ କମ୍ ହୋଇଯିବାରୁ ଅଧିକ ସବୁଜ ଗୃହ ପ୍ରଭାବ ଦ୍ୱାରା ପୃଥିବୀ ପୃଷ୍ଠର ତାପମାତ୍ରା ବଢ଼ିବ। ଖରାଦିନ ଭାବ ଦେଖ ପିଲାମାନେ 40-45 ଡିଗ୍ରୀ ସେଲସିୟସ୍ ପହଞ୍ଚୁଛି। ମୃତ୍ତିକା କ୍ଷୟ ମାନେ ଆମ ଓଡ଼ିଶାରେ ପହଞ୍ଚି ଯାଉଛି, ତ ଆହୁରି ବାହାର ରାଜ୍ୟରେ ଭାବ। ତ ମୂଲ୍ୟବାନ ଉଦ୍ଭିଦ ଓ ପ୍ରାଣୀଙ୍କର ମୃତ୍ୟୁ, କାଠ ଅନ୍ୟାନ୍ୟ ଉଦ୍ଭିଦଜାତ ପଦାର୍ଥର ଅଭାବ ଦେଖାଦେଉଛି। ତୃଣଭୂମି ନଷ୍ଟ ହେବା ଦ୍ୱାରା ପଶୁମାନଙ୍କର ଖାଦ୍ୟର ଅଭାବ ଦେଖାଦେଉଛି। ଗ୍ରାମାଞ୍ଚଳ ଲୋକମାନଙ୍କର ବା ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକମାନଙ୍କର କ୍ଷତି ଘଟୁଛି। ଜଙ୍ଗଲ କ୍ଷୟର ପ୍ରତିରୋଧ କରା ନଗଲେ, ଜଙ୍ଗଲ ସମ୍ପଦର ସଂରକ୍ଷଣ କରା ନଗଲେ ପରିସଂସ୍ଥାୟୀ ସନ୍ତୁଳନ କ'ଣ ଆମର ନଷ୍ଟ ହୋଇଯିବ ବା ଇକୋଲୋଜିକାଲ ଯେଉଁ ବାଲାନ୍ସଟା ସେଇଟା ଗଡ଼ବଡ଼ିଆ ହୋଇଯିବ। ତ ଆଉ ଗୋଟେ କାରଣ କ'ଣ ନା ଅଧିକ କଳକାରଖାନା ନିର୍ମାଣ। ଏଇଟା ଗୋଟେ କାରଣ। ପିଲାମାନେ କେବଳ କାରଣ ଯାକ ହିଁ ମନେ ରଖ, ଲଙ୍ଗ କୋଶ୍ଚିନ୍ରେ ଏଗୁଡ଼ିକ କିଛି ମନେ ରଖିବା ଦରକାର ନାହିଁ। କେବଳ କାରଣ ଅଧିକ କଳକାରଖାନା ନିର୍ମାଣ ସେ ଗୋଟେ କାରଣ। ଜଙ୍ଗଲ କ୍ଷୟ, କିପରି ଜଙ୍ଗଲ କ୍ଷୟ ହେଉଛି ଆଉ ଜଙ୍ଗଲ କ୍ଷୟ ଦ୍ୱାରା କ'ଣ ଅସୁବିଧା ତୁମେ ଜାଣିଥିବ ନା। ଜନସଂଖ୍ୟା ବୃଦ୍ଧି, ତ ଏଗୁଡ଼ିକ ହିଁ ତୁମେ ମନେ ରଖ ହେଲା। ତ ଦେଖ ଯେଭଳି ଭାବରେ ଆମର କଳକାରଖାନା ଦ୍ୱାରା ଅଧିକ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି, କୀଟନାଶକ ଔଷଧ ଉତ୍ପାଦନ, ବସ୍ତ୍ର ଉତ୍ପାଦନ ହେଲା, ଘରୋଇ ବ୍ୟବହାର ପାଇଁ ଦ୍ରବ୍ୟ ଉତ୍ପାଦନ, ଅଧିକ ସିମେଣ୍ଟ କାରଖାନା ନିର୍ମାଣ ଅପରିହାର୍ଯ୍ୟ ହୋଇପଡ଼ିଛି। ଯାହାଫଳରେ କ'ଣ ସେ ଯେଉଁ ନିର୍ଗତ ଧୂଆଁ ବା ସିମେଣ୍ଟ ଗୁଣ୍ଡ, ପାଉଁଶ, ବିଷାକ୍ତ ଧାତବ ଗୁଣ୍ଡ କ'ଣ ଆମ ପରିବେଶରେ ଯାଉଛି ବା ବାୟୁମଣ୍ଡଳ ମିଶି ଆମର ବାୟୁ ପ୍ରଦୂଷଣ ଘଟୁଛି ଏବଂ ମନୁଷ୍ୟ ଏବଂ ଜୀବଜନ୍ତୁଙ୍କ ପାଇଁ ବିପଦ ସେ ସୃଷ୍ଟି କରୁଛି। ତାର ଗୋଟେ କାରଣ ଗଲା। ତା ସହିତ ଯେଉଁ ତରଳ ପଦାର୍ଥ ଗୁଡ଼ିକ, ମୁଁ ପିଲାମାନେ ଖାଲି ଇମ୍ପୋର୍ଟାଣ୍ଟ କହୁଛି, ଏଇଟା ଆମର କ୍ଲାସ୍ ଚାଲିନି, ଏଇଟା ଆମର ଖାଲି ବୁଝେଇ ଦେଉଛି କେମିତି କ'ଣ ଟିକେ ଆମେ ଦେଖିବା ହେଲା। ଇମ୍ପୋର୍ଟାଣ୍ଟ ପଏଣ୍ଟ ଯାକ କହୁଛି ଯେଉଁଗୁଡ଼ିକ ତୁମେ ମନେ ରଖ ଏକ୍ଜାମ୍ ପାଇଁ ହେଲା। ବିଭିନ୍ନ ନଦୀ, ହ୍ରଦ, ସମୁଦ୍ର, ଭୂମି ଉପରେ ଛାଡ଼ି ଦିଆଯାଉଥିବା ବେଳେ ଜଳମୂର୍ତ୍ତି ପ୍ରଦୂଷଣ ହେଉଛି। ଦେଖ ମୁଁ ଏଇଟା ଖାଲି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ କହୁଛି, ଯାହାକୁ ତୁମେ ଲେଖିପାରିବ ହେଲା। ଯେତେବେଳେ ଆମର କ୍ଲାସ୍ ଗୁଡ଼ିକ ହୋଇଛି ଆମେ ଯାଇକି ତୁମେ ଦେଖିପାରିବ। ତ କଳକାରଖାନା ନିର୍ମାଣ ଯେଉଁ ରହିଛି କ୍ଲାସ୍ ଗୁଡ଼ିକ ୟୁନିଟ୍ 1 ଯାଇକି ତୁମେ ଦେଖିଲେ ଭଲସେ ଆଉ ଟିକେ ବୁଝିପାରିବ। ତ ଏଇଟା ମୁଁ କେବଳ ତୁମକୁ କେମିତି କ'ଣ ଲେଖିବ, କେଉଁ ପଏଣ୍ଟ ଗୁଡ଼ିକ ଲେଖିବ ସେଇଟା ମୁଁ ତୁମକୁ ଟିକେ କହିଦେଉଛି ହେଲା। ତ କେତେ ଗୁଡ଼ିଏ ଅମ୍ଳ ଗ୍ଲାସ୍, ଶୀତଳ ଭଣ୍ଡାର, ଶୀତଳ ଜଳମାନଙ୍କର ବ୍ୟବହାର, କ୍ଲୋରୋଫ୍ଲୋରୋ କାର୍ବନ ବାୟୁମଣ୍ଡଳ ଯିବା ଦ୍ୱାରା ସେଇଟା ନଷ୍ଟ ହେଉଛି ହେଲା। କଳକାରଖାନା ବୃଦ୍ଧି ଦ୍ୱାରା କ'ଣ ନଷ୍ଟ ହେଉଛି ବା ତା'ର କାରଣ କ'ଣ ଦେଖିଲେ। ତ ଯୁଦ୍ଧାସ୍ତ୍ର, ପରମାଣୁ ବୋମା ଓ ପରମାଣୁ ଶକ୍ତିର ବ୍ୟବହାର କରାଯାଉଛି ହେଲା। ଯୁଦ୍ଧାସ୍ତ୍ର ଯେମିତି ବହୁତ ବଡ଼ ବଡ଼ ବୋମା ଗୁଡ଼ିକ, ପରମାଣୁ ବୋମା ହେଲା, ପରମାଣୁ ଶକ୍ତିର ବ୍ୟବହାର କରି କ'ଣ ନା ପରିବେଶକୁ ପ୍ରଦୂଷିତ କରିବାରେ ଲାଗିଛି, ଯାହାକି ବାୟୁ ପ୍ରଦୂଷିତ ହେଉଛି। ତା ସହିତ ଯୁଦ୍ଧ ସମୟରେ ଖଣିଜ ତୈଳ ଖଣି ଗୁଡ଼ିକରେ ବୋମା ମାଡ଼ ଦ୍ୱାରା ନିଆଁ ଲାଗିଛି, ପ୍ରଚୁର ପରିମାଣରେ ଧୂମ ପ୍ରଭାବିତ ହେଉଛି। ତ ଏଗୁଡ଼ିକ ଗୋଟେ କ'ଣ କାରଣ ଆମର ପରିବେଶକୁ ପ୍ରଦୂଷିତ କରିବାରେ। ଅଧିକ ସଂଖ୍ୟାରେ ଯାନବାହନ ଚଳାଚଳ, ଜାଣିଛ ବର୍ତ୍ତମାନ କ'ଣ ଲୋକ ସଂଖ୍ୟା ବୃଦ୍ଧି ଯୋଗୁଁ ସେମାନଙ୍କର ପରିମାଣରେ ମଧ୍ୟ ବଢ଼ିବାରେ ଲାଗିଛି। ତ କଞ୍ଚାମାଲ ପରିବହନ, କାରଖାନା ପ୍ରସ୍ତୁତ ଦ୍ରବ୍ୟଗୁଡ଼ିକ ପରିବହନ ଇତ୍ୟାଦି ପାଇଁ ଅଧିକ ସଂଖ୍ୟାରେ ଗାଡ଼ି, ମୋଟର, ରେଳଗାଡ଼ି ସବୁ ବ୍ୟବହୃତ ହେଉଛି। ଏହି ଗାଡ଼ି ଗୁଡ଼ିକରେ କୋଇଲା, ପେଟ୍ରୋଲ, ଡିଜେଲ, କିରୋସିନ ପ୍ରଭୃତି ଜାଳେଣୀର ବ୍ୟବହାର ଦ୍ୱାରା ଅଧିକ ପରିମାଣରେ ଅଙ୍ଗାରକାମ୍ଳ ଗ୍ୟାସ୍, କାର୍ବନ ମନୋକ୍ସାଇଡ୍ ଗ୍ୟାସ୍, ସଲଫର ଡାଇଅକ୍ସାଇଡ୍ ଗ୍ୟାସ୍ ବାୟୁମଣ୍ଡଳରେ ବାୟୁ ପ୍ରଦୂଷଣ କରୁଛି। ତ ଏଇ ଯୋଗୁଁ ଆମର କ'ଣ ନା ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ତାପରେ ଆସିଲା ପିଲାମାନେ ଆବର୍ଜନା ବୃଦ୍ଧି, ଲୋକ ସଂଖ୍ୟା ବୃଦ୍ଧି ଏବଂ ଗୃହପାଳିତ ପଶୁକୁ କ'ଣ ଆବର୍ଜନା ମଧ୍ୟ ବଢ଼ିବାରେ ଲାଗିଛି, ଯାହାକି
ପରିବେଶରେ କ'ଣ ମୂର୍ତ୍ତିକା ପ୍ରଦୂଷଣ କରୁଛି, ଜଳ ପ୍ରଦୂଷଣ କରୁଛି। ତ ଯାହାଫଳରେ କ'ଣ ଆମର କ'ଣ ପରିବେଶ ଦୂଷିତ ହେବାରେ ଲାଗିଛି। ଦେଖ ବାୟୁ ମଧ୍ୟ ପ୍ରଦୂଷିତ ହେଉଛି, ଜଳ ମୂର୍ତ୍ତି ଏସବୁ ପ୍ରଦୂଷିତ ହେବାରେ ଲାଗିଛି। ତ ଏଗୁଡ଼ି ହେଉଛି ଗୋଟେ ଗୋଟେ କାରଣ। ତ ଏଗୁଡ଼ି ହେଉଛି ଗୋଟେ ଗୋଟେ ପିଲାମାନେ କ'ଣ ନା କାରଣ ଆମର ବାୟୁ ପ୍ରଦୂଷିତ ହେବାରେ। ତ ଆଉ ଗୋଟେ କ୍ୱେଶ୍ଚନ୍ ଦେଇଛି ପିଲାମାନେ 5 ନମ୍ବର ଆମେ ଦେଖ ଜନସଂଖ୍ୟା ଦାରିଦ୍ର୍ୟ ପରିବେଶ ସୁରକ୍ଷା କିପରି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ଏଇଟା କିଛି ଇମ୍ପୋର୍ଟାଣ୍ଟ ନାହିଁ ପିଲାମାନେ, ତୁମେ ମନେ ରଖ ନାହିଁ ହେଲା, ଏଇଟା କିଛି ବି ଇମ୍ପୋର୍ଟାଣ୍ଟ ନାହିଁ। ତ ଡାଇରେକ୍ଟ 6 ନମ୍ବର କ୍ୱେଶ୍ଚନ୍କୁ ଆମେ ଯିବା। ପରିବେଶ ଅବକ୍ଷୟ କ୍ଷେତ୍ରରେ ମହିଳାମାନଙ୍କର ଭୂମିକା, ମାନେ ପରିବେଶକୁ ଦୂଷିତ କରିବାରେ ମହିଳାମାନଙ୍କର ଭୂମିକା କ'ଣ, ଏଇଟା କିଛି ବି ନାହିଁ, ଦରକାର ନାହିଁ କିଛି ମନେ ରଖିବାଟା ହେଲା। ସେ ଦେଇଛି ମାନେ ସେମାନେ କାଠ ସଂଗ୍ରହ କରୁଛନ୍ତି, କୃଷକମାନେ ମଧ୍ୟ ପରିବେଶର ଅବନତି ଜନିତ ପ୍ରକ୍ରିୟାରେ ଅପ୍ରତ୍ୟକ୍ଷ ଭାବରେ ଆକ୍ରାନ୍ତ ହେଉଛନ୍ତି ବା ଜଙ୍ଗଲ ନଷ୍ଟ ହେବା, ସେଠି ଗୋଟେ କିଛି ଇମ୍ପୋର୍ଟାଣ୍ଟ ନାହିଁ ପିଲାମାନେ, ମୁଁ କହିଦେଉଛି ଟୋଟାଲି କ୍ୱେଶ୍ଚନ୍ ମନେ ରଖ ନାହିଁ, ମନକୁ ଡାଇରେକ୍ଟ ଆଣୁନି ହେଲା। ତ 7 ନମ୍ବର ଦେଖିବା ପରିବେଶ ସୁରକ୍ଷା ଦିଗରେ ମହିଳାମାନଙ୍କର ଅବଦାନ। ଯଦି ଏଇଟା ମନେ ରଖିବ ତ ମନେ ରଖ, ଏଠି କିଛି ଇମ୍ପୋର୍ଟାଣ୍ଟ ନାହିଁ, ଏଇଟା 2 ମାର୍କ କ୍ୱେଶ୍ଚନ୍ ଆସିପାରେ, 2 ମାର୍କିଆ। 2ଟି ମହିଳାଙ୍କ ନାମ ଉଲ୍ଲେଖ କର। ତ ଚିପକୋ ଆନ୍ଦୋଳନ ଗୋଟେ ମନେ ରଖିଦେଇଥିବ, ଯିଏକି ଆମର ସୁନ୍ଦରଲାଲ ବହୁଗୁଣା, ଆଉ ଗୋଟେ ଅଛି ଆମର ଶାନ୍ତ ଉପତ୍ୟକା ନର୍ମଦା ବଞ୍ଚାଅ ଆନ୍ଦୋଳନ ମେଧା ପାଟେକର। ତ ଏଇଗୁଡ଼ିକ ଏଇ ଦୁଇଟା ତୁମେ ଦେଖ, ମୁଁ କହିଦେଉଛି ପିଲାମାନେ, ଏଇଟା ଯଦି ମନେ ରଖିବ ଚିପକୋ ଆନ୍ଦୋଳନ ଯିଏକି ସୁନ୍ଦରଲାଲ ବହୁଗୁଣା ଆମର ହେଲା, ଚିପକୋ ଆନ୍ଦୋଳନଟା ମନେ ରଖିଦେଇଥିବ। ଦେନ୍ ଆମର ଏଇଟା ଯେଉଁ ମୁଁ କହିଲି ଏବେ ନର୍ମଦା ବଞ୍ଚାଅ ଆନ୍ଦୋଳନ ଯିଏକି ମେଧା ପାଟେକର ହେଲା। ଏଇ ଦୁଇଟା ତୁମେ ମନେ ରଖ, 2 ମାର୍କ କ୍ୱେଶ୍ଚନ୍ ଆସିପାରେ ବା 5 ମାର୍କ କ୍ୱେଶ୍ଚନ୍ ଆସିପାରେ। 5 ମାର୍କ କ୍ୱେଶ୍ଚନ୍ ଆସିଲେ ଆଉ 2-3ଟା ମନେ ରଖିଦିଅ, ଇନ୍ଦିରା ଗାନ୍ଧୀ ଏବଂ ତା ସହିତ କ'ଣ ଗୌରୀ ଦେବୀ ବା ଚୁମ୍ବନ ଦେବୀ ବା ବଚନା ଦେବୀ, ଯିଏକି ଆମର କ'ଣ ଚାମୋଲି ଜିଲ୍ଲା ଅନ୍ତର୍ଗତ ମହିଳାମାନେ, ସେମାନେ କ'ଣ ଡୁମ୍ ଉପତ୍ୟକାର ନହିକଳା ଗ୍ରାମର ଚୁମ୍ବନ ଦେବୀ ଚୂନପଥର ଖନନ ବିଭାଗରେ ସେ ଯେଉଁ କରିଥିଲେ। ଏଇଟା ଏଇ ଦୁଇଟା ମନେ ରଖ, ଆଉ କିଛି ନାହିଁ। ତ 8 ନମ୍ବର କ୍ୱେଶ୍ଚନ୍ ଦେଖିବା ପରିବେଶ ଅବକ୍ଷୟ ଦିଗରେ ମହିଳାମାନେ କିଭଳି ଦାୟୀ। ଏମିତି କିଛି ନାହିଁ ପିଲାମାନେ, ଏଇଟା ମନେ ରଖନି। ତାପରେ ଆମେ ଦେଖିବା ପରିବେଶ ପ୍ରଦୂଷଣର କାରଣ ଗୁଡ଼ିକ ବର୍ଣ୍ଣନା କର ଓ ପରିବେଶ କାହିଁକି ପ୍ରଦୂଷିତ ହୁଏ, ଏହାର କାରଣ ଗୁଡ଼ିକ। ତ ପରବର୍ତ୍ତୀ କ୍ଲାସ୍ରେ ଆମେ ସେଇଟା ଆଲୋଚନା କରିବା ପିଲାମାନେ। ଆଜି ରହୁଛି, ଜୟ ଜଗନ୍ନାଥ।